ଗରିବ ଚଢ଼େଇଟି କାଉ ଘରେ କାମ କରୁଥିଲା। କାଉଟି ବହୁତ ଧନୀ ଥିଲା। ତାର ବହୁତ ଗୁଡ଼ିଏ ଆମ୍ବ ବଗିଚା ଥିଲା। ସୁନ୍ଦରୀ କାଉ ବହୁତ ଖୁସି ଥିଲା, କାହିଁକି ନା ଆର ପାଖ ଜଙ୍ଗଲରୁ ତା ସାଙ୍ଗ ରାନୁ କାଉ ଆସୁଥିଲା। ସେ ଯାଇ ଚଢ଼େଇକୁ କହିଲା, ଚଢ଼େଇ, ମୋର ଆଜି ସାଙ୍ଗ ଆସୁଛି, ବହୁତ ପୁରୁଣା ସାଙ୍ଗ। ଜଲ୍ଦି ଜଲ୍ଦି ଯାଇ ଘର ସଫା କରିଦେ ଆଉ ବାସନ ବି ମାଜିଦେ। ତାପରେ ତା ପାଇଁ ଭଲ ଭଲ ଖାଇବା ବି ବନେଇ। ମାଲିକାଣୀ, ଆପଣ ଜମା ବ୍ୟସ୍ତ ହୁଅନ୍ତୁନି, ମୁଁ ବାସନ ମାଜି ସାରିଲିଣି, ଖାଲି ଘର ସଫା କରି ଭଲ ଭଲ ଖାଇବା ରାନ୍ଧି ଦଉଛି। ତାପରେ ସୁନ୍ଦରୀ କାଉ ଫଳ ଆଣିବା ପାଇଁ ବଜାରକୁ ଚାଲିଗଲା। ପଟେ ଚଢ଼େଇ ଘର ସଫା କରିବାରେ ଲାଗିଲା। ସନ୍ଧ୍ୟା ହୋଇଗଲା ଆଉ ସୁନ୍ଦରୀ କାଉର ସାଙ୍ଗ ଆସି ପହଞ୍ଚିଗଲା। ସୁନ୍ଦରୀର ସାଙ୍ଗର ଷ୍ଟାଇଲ ଦେଖି ଚଢ଼େଇ ଆଶ୍ଚର୍ଯ୍ୟ ହୋଇ ଅନେଇଥାଏ ଆଉ ମନେ ମନେ ଭାବୁଥାଏ, କୌଣସି କି ପାଟିକି ଗଲା ଭଳି ସଜ ହୋଇ ଆସିଛନ୍ତି। ଚଢ଼େଇ, ତମେ ଏଠି କ'ଣ କରୁଛ? ମୋ ସାଙ୍ଗ କାହିଁ? ମୁଁ ଏଠି କାମ କରୁଛି, ଆଉ ତୁମ ସାଙ୍ଗ ଯାଇଛନ୍ତି ମାର୍କେଟକୁ ଫଳ ଆଣିବାକୁ। ଆପଣ ଚା ପିଇବେ ନା ଥଣ୍ଡା ପିଇବେ? ନାଇଁ ନାଇଁ, ମୋ ପାଇଁ ଥଣ୍ଡା ଥଣ୍ଡା ସରବତ କରି ଆଣ। ଚଢ଼େଇ ସରବତ ଦେଲା ଆଉ ଠିକ୍ ସେଇ ସମୟରେ ସୁନ୍ଦରୀ କାଉ ଆସି ପହଞ୍ଚିଗଲା। ସାଙ୍ଗ, ତୁ ଆଗ ଅପେକ୍ଷା ବହୁତ ସୁନ୍ଦର ଦେଖାଯାଉଛୁ। ହଁ ହଁ, ଦେଖାଯିବିନି କେମିତି? ମୁଁ ସବୁ ଜିନିଷରେ ଏବେ ବା ମେଣ୍ଟେନ୍ ରଖୁଛି। ପାର୍ଲର ଯାଇ ବହୁତ ପ୍ରକାର ଟ୍ରିଟମେଣ୍ଟ ହେଉଛି, ସେଥିଲାଗି ସୁନ୍ଦର ଦେଖାଯାଉ। ହଉ ହଉ, ତୁ ଛାଡ଼। ତୁ ଏବେ କହିଲୁ କେମିତି ଅଛୁ? ହଁ ହଁ, ମୁଁ ଏବେ ଭଲ ଅଛି। ତୁ କେମିତି ଅଛୁ କହ? ମୁଁ ବି ଭଲ। ହଉ ମାଲିକାଣୀ, ଆପଣମାନେ କଥା ହୁଅନ୍ତୁ, ମୋ ଛୁଆ ସିଆଡ଼େ ବ୍ୟସ୍ତ ହେଉଥିବ, ମୁଁ ଯାଉଛି ଘରକୁ। ହଁ, ତୁ ଏଥର ଯା। ଆସି ଘର ସଫା କରିବାକୁ ଲାଗିଲା। ଠିକ୍ ସେତିକି ବେଳେ ସୁନ୍ଦରୀ କାଉ ତା ସାଙ୍ଗକୁ କହିଲା, ରାନୁ, ତୁ ଏବେ ତୋ ଜିଜୁଙ୍କ ପାଖରେ ବସି କଥା ହେଉଥା, ମୁଁ ନଈରୁ ଯାଇ ଗାଧେଇକି ଆସୁଛି। ଏତିକି କହି ସୁନ୍ଦରୀ ସେଠାରୁ ଚାଲିଗଲା। ଜିଜୁ, ତମେ କ'ଣ କର? ସେମିତି କିଛି ନାହିଁ, ମୋର ଆମ୍ବ ବଗିଚା ଆଉ ଅଙ୍ଗୁର ବଗିଚା ଅଛି। ତମେ ଏଠି କେତେ ଦିନ ରହିବ? ମୋର ତ ଇଚ୍ଛା ହେଉଛି ସବୁଦିନ ରହିବାକୁ। ହେଲେ ହେଲେ କ'ଣ ହେଲେ? କିଛି ନାହିଁ। ଆରେ ଚଢ଼େଇ, ତୁ ଏଠି କ'ଣ କରୁଛୁ? ଯା, ତୁ ଯାଇ ରୋଷେଇ ଘରେ କିଛି କାମ ଥିବ ହେଲେ ଯାଇକି ସେଠି କର। ସେଠାରୁ ଚାଲିଗଲା। ଜିଜୁ, ତମେ ମୋ ପାଇଁ ଆମ୍ବ ଗଛରେ ଝୁଲା କରିଦେବ ନା? ହଁ ହଁ, ଏଇ ଗୋଟେ କଥା, କରିଦେବି। ଧରିକି ତ ଝୁଲା ଜମା ବି ପସନ୍ଦ ନୁହେଁ। ଜିଜୁ, ସେ କଥା କ'ଣ କି, ମୋ ସାଙ୍ଗ ବୁଢ଼ୀ ହେଇଗଲାଣି, ସେଥିଲାଗି ତାକୁ ଭଲ ଲାଗେ। ଛିଛି, ଏ ବେଲଜିଆ କାଳୁ କାଉ ମାଲିକାଣୀଙ୍କ ସାଙ୍ଗ ସହ କେମିତି ହସି ହସି କଥା ହେଉ। ସେଇ ସମୟରେ ସୁନ୍ଦରୀ ନଈରୁ ଗାଧେଇକି ଫେରିଲା ଆଉ ସାଙ୍ଗ ହୋଇ ଆମ୍ବ ବଗିଚା ଆଡ଼େ ଗଲେ। ଆମ୍ବ ବଗିଚା ଦେଖି ଭାରି ଖୁସି ଥିଲା। କେତେବେଳେ ଏ ଗଛରେ ଡେଉଁଥିଲା ତ କେତେବେଳେ ସେ ଗଛରେ ଡେଉଁଥିଲା। ଏଇଠି ସୁନ୍ଦରୀ, ଏ ଗଛର ଆମ୍ବ ବହୁତ ମିଠା। ହଁ ହଁ, ତମେ ଖାଉନ, ତମେ ଖାଅ। ଗୋଟେ କାଳୁ କାଉ ଆମ୍ବ ଗଛରେ ରସି ବାନ୍ଧି ଦୋଳି ତିଆରି କଲା। ସୁନ୍ଦରୀର ସାଙ୍ଗ ରାନୁ ଦୋଳିରେ ଝୁଲିବାକୁ ଲାଗିଲା। ରାନୁ, ତୁ ତ ଭଲ ଝୁଲୁଛୁ, ହେଲେ ମୋତେ ଦୋଳିରେ ବସିବାକୁ ବହୁତ ଡର ଲାଗେ। ସମସ୍ତେ ବହୁତ ମଜା କଲେ। ସାଙ୍ଗ, ଏବେ ମୋତେ ଅଙ୍ଗୁର ବଗିଚାକୁ ନେଇକି ଚାଲ। ଅଙ୍ଗୁର ଖାଇବାକୁ ମୋତେ ବହୁତ ଭଲ ଲାଗେ। ରାନୁ, ତୁ ଗୋଟେ କାମ କର, ତୁ ଜିଜୁଙ୍କ ସାଙ୍ଗରେ ଅଙ୍ଗୁର ବଗିଚାକୁ ଯା, ମୁଁ ଘରକୁ ଯାଇ ଚଢ଼େଇ ସାଙ୍ଗରେ ରୋଷେଇ କରୁଛି। ସୁନ୍ଦରୀ ଘରକୁ ଫେରିଗଲା। ରାନୁ କାଳୁ କାଉ ସାଙ୍ଗରେ ଅଙ୍ଗୁର ବଗିଚାକୁ ଚାଲିଗଲା। ଧରି ଆସି ଚଢ଼େଇ ପାଖରେ ପହଞ୍ଚିଲା। ମାଲିକାଣୀ, ମୁଁ ସବୁ ରୋଷେଇ କରିସାରିଲିଣି। ମାଲିକାଣୀ, ମୁଁ ଗୋଟେ କଥା କହିବି, ତୁମେ ଯଦି ନ ରାଗିବ। ଆପଣଙ୍କ ସାଙ୍ଗଙ୍କର ହାବଭାବ ମୋତେ କିଛି ଭଲ ଲାଗୁନି। ନାଇଁରେ ଚଢ଼େଇ, ତୁ ଯେମିତି ଭାବୁଛୁ ସେମିତି କିଛି ନୁହଁ। ମୋ ସାଙ୍ଗ ଟିକେ ଖୋଲା ମେଜାଜ ପିଲା, ସିଏ ଟିକେ ହସି ଖେଳି କଥା ହୁଏ। ଆଉ କିଛି ନ କହି ସିଏ ତା କାମରେ ଲାଗିଲା। ପଟେ କାଳୁ କାଉ ଆଉ ରାନୁ କାଉ ଯାଇ ଅଙ୍ଗୁର ବଗିଚାରେ ପହଞ୍ଚିଲେ। ମୋ ଅଙ୍ଗୁର ବଗିଚା କେମିତି ଲାଗିଲା? ବହୁତ ଭଲ ଲାଗିଲା, ଆଉ ତମେ ବି ବହୁତ ଭଲ, ତମେ ବି ମୋତେ ବହୁତ ଭଲ ଲାଗିଲା। ହଁ, ତମେ ବି ମୋତେ ଭଲ ଲାଗିଲା, ତମେ ବହୁତ ସୁନ୍ଦର। କ'ଣ ମୋ ସାଙ୍ଗ କ'ଣ ମୋ ପରି ସୁନ୍ଦର ନୁହେଁ? ନା ନା, ସିଏ ତମ ଭଳି ସୁନ୍ଦର ନୁହେଁ। ତମେ ହସିଲେ ବହୁତ ସୁନ୍ଦର ଲାଗ। ତାପରେ ସିଏ ବି ବୁଢ଼ୀ ହେଇଗଲାଣି, ତୁମେ ଆଉ କିଛି ଦିନ ଏଠି ରହିଯାଅ। ମୋର ତ ରହିବାର ଇଚ୍ଛା ଅଛି, ହେଲେ ମୋ ସାଙ୍ଗ କ'ଣ ଏଠି ରହିବାକୁ ଦେବ?
ଏସବୁ ତୁମେ ମୋ ଉପରେ ଛାଡ଼ି ଦିଅ, ତୁମେ ଜମା ଚିନ୍ତା କରନି। ଏମିତି କୁହନି, ତମ ସ୍ତ୍ରୀଠୁ ନହେଲେ ତୁମେ ମାଡ଼ ଖାଇବ। ହଁ, ତୁମ ଭଳି ସୁନ୍ଦରୀ ପାଇଁ ମୋ ସ୍ତ୍ରୀଠୁ ମାଡ଼ ଖାଇବାକୁ ମୁଁ ରାଜି ଅଛି। ଏମିତି କହି କାଳୁ ରାନୁର ଡେଣାକୁ ଦୁଇ ଜଣ କଥା ହଉ ହଉ ସନ୍ଧ୍ୟା ହୋଇଗଲା। ଆଉ ସେ ଦୁଇ ଜଣ ମିଶି ଘରକୁ ଫେରିଲେ। କ'ଣ ଆଜି ତୁମେ ଏତେ ଡେରି କରିଦେଲଣି? ସନ୍ଧ୍ୟା ହେବା ପୂର୍ବରୁ ତ ପଳେଇ ଆସ। ଆଜି କ'ଣ ଏତେ ଡେରି ହେଲା? କ'ଣ କରିବି, ପେଚା ଅଙ୍ଗୁରୁ ଖାଇବାକୁ ଆସି ବସିଥିଲି। ହଉ ସାଙ୍ଗ, ତୁ ଛାଡ଼, ମୋତେ ଭୋକ କଲାଣି, ଚାଲ ଜଲ୍ଦି ଖାଇ। ମାନେ ଯାଇ ସମସ୍ତେ ମିଶି ଖାଏ। ତମେମାନେ ଏବେ ରେଷ୍ଟ କର, ମୋ ମୁଣ୍ଡ ବିନ୍ଧା ହେଉଛି। ମୁଁ ଯାଇ ବୁଲବୁଲ ଘରୁ ମେଡ଼ିସିନ ନେଇ ଆସୁଛି। କହି କାଳୁ କାଉ ବାହାରି ଗଲା ବୁଲବୁଲ ଘରୁ ମେଡ଼ିସିନ ଆଣିବାକୁ। କାଳୁ କାଉ ନିଦ ମେଡ଼ିସିନ ଆଣି ଆସିଲା ଆଉ ସୁନ୍ଦରୀକୁ ଚାରେ ମିଶେଇ ଦେଇଦେଲା। ସେଇ ଚାକୁ ସୁନ୍ଦରୀ ପିଇ କିଛି ସମୟ ପରେ ଶୋଇପଡ଼ିଲା। ଏପଟେ କାଳୁ କାଉ ଆଉ ରାନୁ କାଉ ମିଶି କଥା ହେବାକୁ ଲାଗିଲେ। ଜାଣିଛି ତୁମେ ସୁନ୍ଦରୀକୁ କ'ଣ ମିଶେଇକି ଦେଇଛ? ହଁ, ତୁମେ ଜାଣିଛ, ତୁମେ ତ ବହୁତ ଚାଲାକ। ବହୁତ ଜଲ୍ଦି ଘରୁ ବାହାର କରିଦେବା, ଆଉ ଆମେ ଦୁଇ ସାଙ୍ଗ ହୋଇ ରହିବା। ଆଉ ତା ପରଦିନ ସକାଳୁ ସୁନ୍ଦରୀ କାଉକୁ କାଳୁ କାଉ କହିଲା, ଏଇଠି କାଳୁ କାଉ, କ'ଣ ଆଜି ବଗିଚାକୁ ଯିବନି କି? କ'ଣ ଶୋଇଛ? କାଳୁ କାଉ ରାନୁ କାଉ ପାଖରେ ରହିବାର ଥିଲା, ସେଥିଲାଗି କାଳୁ କାଉ ମିଛ କହି। ଏଠି ସୁନ୍ଦରୀ, ସେ କଥା କ'ଣ କି, ମୋ ଦେହଟା ଆଜି ଜମା ବି ଭଲ ଲାଗୁନି। ତୁମେ ଆଜି ଚାଲିଯାଅ ଆମ୍ବ ବଗିଚା ଜଗିବାକୁ। ହଉ ଠିକ୍ ଅଛି, ଆମେ ପିଙ୍କିର ମୋର ଯାଉଛୁ। ସାଙ୍ଗ, ତୁ ଚାଲିଯା, ମୋ ଦେହଟା ବି ଭଲ ଲାଗୁନି। ମୁଁ କାଲି ଆମ୍ବ ବହୁତ ଖାଇ ମୋ ପେଟ କ'ଣ ହେଉଛି। ମୋ କଥା ଶୁଣି ସୁନ୍ଦରୀ କାଉ ଏକୁଟିଆ ଚାଲିଯାଏ ଆମ୍ବ ବଗିଚାକୁ। ହେଇଟି କାଳୁ କାଉ, ଆମେ ଦି ଜଣ ଏଠି ସାଙ୍ଗ ହୋଇ ରହିଲେ ବୋଲି ତୁମ ସ୍ତ୍ରୀ ସନ୍ଦେହ କରିବନି ତ? ନା ନା, ସିଏ ସେମିତି ନୁହେଁ, ସିଏ କେବେ ବି ସନ୍ଦେହ କରିବନି। କାଉ ଲାଜରେ ପଛକୁ ବୁଲି ଯାଇ କହିଲା, ତାହେଲେ ତୁମେ ମୋତେ କେବେ ବାହା ହବ କୁହ? ହଁ ହଁ, ବ୍ୟସ୍ତ ହୁଅନି, ଆମେ ସୁନ୍ଦରୀକୁ ମାରିଦେଲା ପରେ ଆମେ ବାହା ହେଇ। ରୋଷେଇ ଘରେ କାମ କରୁଥିଲା ଆଉ କାଳୁ କାଉ ରାନୁ କାଉର କଥା ସବୁ ଶୁଣିଦେଲା। ଗ୍ଲାସ ଭାଙ୍ଗିବାର ଶବ୍ଦ ହେଲା। କାଉ ଡରି ଚଢ଼େଇକୁ ଡାକିଲା। ଏଠିକି ଆସ। ଆଜ୍ଞା ମାଲିକ, କୁହନ୍ତୁ। କେତେବେଳେ ଆସିଲୁ? ମୁଁ ତ ସବୁବେଳେ ଯେତେବେଳେ ଆସେ ଆଜି ବି ସେତିକି ବେଳେ ଆସିଛି। ହଉ ଠିକ୍ ଅଛି, ତୁ ଏବେ ତୋ ଘରକୁ ଚାଲିଯା, ବାକି କାମ ମୁଁ କରିଦେବି। ହେଲେ ମାଲିକାଣୀ ତ କହିଛନ୍ତି ସବୁ କାମ କରିକି ଯିବୁ। ମୁଁ ତତେ କହିଲି ନା ତୁ ଯା ବୋଲି, ମୁଁ କରିଦେବି, ଯା ତୁ। ଚଢ଼େଇ ସେଠାରୁ ଚାଲିଗଲା। ଆଉ ତୁମେ ଏବେ କେମିତି ଅଛ? ହଁ ହଁ, ମୋ ଦେହ ଏବେ ଭଲ ଅଛି। ତୁମେ କିଛି ଖାଇ ଶୋଇପଡ଼, ତୁମେ ବହୁତ ଥକିଯାଅ। ଚଢ଼େଇ କୁଆଡ଼େ ଗଲା? ସୁନ୍ଦରୀ, ସେ କାମ ଚୋରାଣୀ କଥା କହନା, ସେ ଠିକ୍ରେ କାମ କରୁନଥିଲା ଆଉ ମୁଁ ତାକୁ ବିଦା କରିଦେଲି ଆଉ ମୁଁ ସବୁ କାମ କରିଦେଲି। ଚଢ଼େଇ ତ ଏମିତି କେବେ ବି କରନି, ସିଏ ତ ସମୟ ପୂର୍ବରୁ ସବୁ କାମ ସାରିଦିଏ। ହେଲେ ହଉ, ତୁମେ ଏବେ ସେ ଚଢ଼େଇ କଥା ଛାଡ଼, ଆଉ ଚା ପିଇ ଜଲ୍ଦି ଶୋଇପଡ଼। ଜାଣିନଥିଲା ଯେ କାଳୁ କାଉ ସେ ଚାରେ ନିଦ ବଟିକା ମିଶେଇଛି। ସୁନ୍ଦରୀ ଚା ପିଇ ଶୋଇପଡ଼ିଲା। ପଟେ କାଳୁ କାଉ ଆଉ ରାନୁ କାଉ ମିଶି ରାତି ଯାକ କଥା ହେବାକୁ ଲାଗିଲା। କାଳ ହେଲା ପରେ ବି ସୁନ୍ଦରୀ କାଉ ସେମିତି ଶୋଇଥାଏ। କାଉ ଆସି ସୁନ୍ଦରୀ କାଉକୁ ଡାକିଲା, ହେଲେ ସୁନ୍ଦରୀ କାଉ ଉଠିଲା ନାହିଁ। ଏ କାଳୁ କାଉ, ମୋତେ ବହୁତ ନିଦ ଲାଗୁଛି, ମୁଁ ଟିକେ ଶୋଉ। ତାହେଲେ ତମେ ଶୁଅ, ଆମେ ରାନୁର ମୋର ବଗିଚା ଆଡ଼େ ଯାଉଛୁ। କହି ରାନୁ ଆଉ କାଳୁ ବଗିଚା ଆଡ଼େ ଚାଲିଗଲେ। ଚଢ଼େଇ କାମକୁ ଆସିଲା ପରେ ଦେଖି ତା ମାଲିକାଣୀ ଶୋଇଛନ୍ତି। ସୁନ୍ଦରୀକୁ ବହୁତ ଉଠେଇବାକୁ ଚେଷ୍ଟା କଲା, ହେଲେ ସୁନ୍ଦରୀ ଉଠିବାର ନାଁ ଧରିଲାନି। ଯା, ତୋ କାମ କରେ, ମୋତେ ହଇରାଣ କରନି, ମୋତେ ଟିକେ ଶୋଇବାକୁ ଦେ, ମୋ ଦେହଟା କାହିଁ ଭଲ ଲାଗୁନି। ସମୟ ପରେ ସୁନ୍ଦରୀ ଉଠିଲା। କାଳୁ ଆଉ ରାନୁ କୁଆଡ଼େ ଗଲେ? ମାଲିକାଣୀ, ଆପଣ ଜାଣିଛନ୍ତି ସେମାନେ ଦୁଇ ଜଣ ଆପଣଙ୍କୁ ଛାଡ଼ି ବଗିଚାକୁ ଚାଲିଯାଏ। ହଁ, ସେମାନେ ତ ମୋତେ ଡାକୁଥିଲେ, ହେଲେ ମୋତେ ନିଦ ଲାଗିବା ସତ୍ତ୍ୱେ ମୁଁ ଗଲିନି। ମାଲିକାଣୀ, ସେମାନେ ତମକୁ କିଛି ନା କିଛି ଖାଇବାକୁ ଦେଉଛନ୍ତି ଆଉ ସେମାନେ ମାରିଦେବେ ବୋଲି କାଲି କଥା ହେଉଥିଲେ, ମୁଁ ନିଜେ ଶୁଣିଛି। ଗ୍ଲାସ୍ ପଡ଼ିଯିବାର ଶୁଣି ସେମାନେ ମୋତେ କାମରୁ ବାହାର କରିଦେଲେ ଆଉ କହିଲେ ତୁ ଘରକୁ ଚାଲିଯା। ଚଢ଼େଇ, ତୁ ସେମାନଙ୍କୁ ଭୁଲ ବୁଝୁଛୁ।
ହଉ ଠିକ୍ ଅଛି, ତୁ ଏବେ ମୋ ସାଙ୍ଗରେ ଚାଲ ବଗିଚା ଆଡ଼େ, ଆଉ ତୁ ସତ କ'ଣ ମିଛ କ'ଣ ନିଜେ ଜାଣିପାରିବୁ। ଏମିତି କହି ଦୁଇଜଣ ବଗିଚା ଆଡ଼େ ଚାଲିଗଲେ। ଆଉ ଲୁଚି ଗୋଟେ ଗଛ ପାଖରେ ବସି ଦେଖିଲେ କାଳୁ କାଉ ରାନୁ କାଉକୁ ପିଠିରେ ବସେଇଛି। ଆଉ ରାନୁ କାଉ ଆମ୍ବ ତୋଳୁ ତୋଳୁ ତଳେ ପଡ଼ିଗଲା। ଏଇଠି କାଳୁ କାଉ, ତୁମେ ମୋତେ ତଳେ ପକେଇଦେଲ, ଆଜିଠୁ ମୁଁ ତୁମ ସାଙ୍ଗରେ କଥା ହେବିନି। ଆରେ ଆରେ ତୁମେ ରାଗୁନି, ମୁଁ ଥଟ୍ଟାରେ ପକେଇଦେଲି ତୁମକୁ। ଆଜି ଯେମିତି ହେଲେ ବି ସୁନ୍ଦରୀକୁ ମାରିବ, ନହେଲେ ନାଇଁ ମୁଁ ମୋ ଘରକୁ ଚାଲିଯିବି। କିଛି ସମୟ ଦିଅ ତାକୁ ମାରିବାକୁ। ଏ ସବୁ କଥା ଚଢ଼େଇ ଆଉ ସୁନ୍ଦରୀ କାଉ ଗୋଟେ ଗଛ ମୂଳେ ବସି ଶୁଣୁଥିଲେ। ଆଉ ହଠାତ୍ କି ଆସି ସୁନ୍ଦରୀ କାଉ ପହଞ୍ଚିଗଲା। କ'ଣ ଚାଲିଛି ଏଠି? ସୁନ୍ଦରୀ, ତୁ ଯେମିତି ଭାବୁଛୁ ସେମିତି କିଛି ଥାଉ କାଳୁ କାଉ, ମୁଁ ସେ ଗଛ ପାଖରେ ବସି ସବୁ କଥା ଶୁଣି ସାରିଛି। ଭୁଲ ଯେ ମୁଁ ମୋ ସାଙ୍ଗ ଉପରେ ବିଶ୍ୱାସ କଲି ଆଉ ତାକୁ ମୋ ଘରେ ରଖିଲି। ରାନୁ, ତୁ ଏଠାରୁ ଯା, ନହେଲେ ମୁଁ ତତେ ଅବସ୍ଥା ଖରାପ କରିଦେବି। ମୁଁ ଭୟରେ ସେଠାରୁ ଉଡ଼ି ତା ଜଙ୍ଗଲକୁ ଚାଲିଗଲା। ଏଇଠି ସୁନ୍ଦରୀ, ମୋତେ ତୁମେ କ୍ଷମା କରିଦିଅ। ମୁଁ ଜାଣିପାରିଲି କୌଣସି ସାଙ୍ଗ କେବେ ବି ନିଜର ହୋଇପାରିବେନି।